ହେଲା ସାଙ୍ଗମାନେ ମୁଁ ଶୁଣି ଆପଣଙ୍କୁ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରିଛି। ବର୍ତ୍ତମାନ ମୁଁ ଯାଉଛି ବିଲକୁ ତ କାମ କରିବା ପାଇଁ। ଦେଖିପାରୁଥିବେ କୋଦାଳି ହେଉଛି ଫାଉଡ଼ା, ଆଉ ଏଠି ଅଛି ପାଣି। ଯେହେତୁ ଖରା ହେଉଛି ତ ପିଇବାକୁ ପଡ଼ିବ। ତା ହେଉଛି ତୋରାଣି ପାଣି, କାହିଁକିନା ତୋରାଣି ପାଣି ପିଇଲେ ଟିକେ ଜୋସ୍ ଆସିବ, ଟିକେ ବଡ଼ ଆସିବ, ସେଥିପାଇଁ ତୋରାଣି ପାଣି ନେଉଛି। ଆଉ ଖରା ତ ଯେଉଁଗୁଡ଼ା ହେଉଛି ଆଉ ସମ୍ଭାଳି ହେଉନି, ହେଲେ ବି ଖରା ଟିକେ କାମ କରତେ ପଡ଼ିବ। ତ ଚାଲନ୍ତୁ ପହଞ୍ଚିଲେ ଦେଖେଇବି ଆପଣଙ୍କୁ କେଉଁଠି କାମ ହେବ। ଫାଇନାଲ୍ ମୁଁ ପହଞ୍ଚି ଯାଇଛି ଜାଗା ଉପରେ। ତ ଦେଖିପାରୁଥିବେ ପୁରା ଟ୍ରାକ୍ଟରରେ ହଳ କରାହେଇଛି, ପୁରା ଗୁଣ୍ଡ ହୋଇଯାଇଛି। ତ ବର୍ତ୍ତମାନ ଆମେ କାମରେ ଲାଗି ପଡ଼ିବା। ଦେଖିପାରୁଥିବେ ପୁରା ସୁନ୍ଦର ଭାବରେ ଟ୍ରାକ୍ଟରରେ ହଳ କରାହେଇଛି, ଆଉ ଗୁଣ୍ଡ ବି ଭଲ ହେଇଛି। ତ ବର୍ତ୍ତମାନ ଟିକେ ବନ୍ଧା କରିକି ଏଠି ମନ୍ଦା କରିକି ବର୍ତ୍ତମାନ ବାଇଗଣ ଲାଗିବ, କାହିଁକିନା ପରିବା ରେଟ୍ ଯେଉଁ ଭଳିଆ ହେଲାଣି ତ କିଣି ହେଉନି, କିଣିକରି ଖାଇ ହେଉନି। ବର୍ତ୍ତମାନ ଆମେ ପାଣି ବୋତଲଟା ଗରମ ହେଇଯିବ ତ ପାଣିରେ ଦେଇଦେବା। ନଈ ପାଖରେ ଅଛି, ଦେଖିପାରୁଥିବେ ନଈଟା, ଏଇଟା ଦେଖିପାରୁଥିବେ ନଈ। ତ ଏଇଠି ମୁଁ ବୋତଲଟାକୁ ଦେଇଦେବି, ଥଣ୍ଡା ହେଉ, କାହିଁକିନା ଥଣ୍ଡା ହେଲେ ଭଲ ଲାଗିବ ପିଇବାକୁ। ଫାଇନାଲ୍ ଦିଆହେଲା। ଆଉ ଦେଖିବା ଖରା ବି ହେଉଛି, ଆଉ ଟିକେ ଛାଇରେ ବସି କରିବ। ସାଙ୍ଗମାନେ ଦେଖିପାରୁଥିବେ ପୁରା ଝାଳ ନାଳ ହେଇକି ମୁଁ ବସିଛି, କାହିଁକିନା କାମ କରିକି ଆଉ ଥକା ଲାଗିଲା, ଆଉ ଦେହ ପୁରା ଝାଳରେ ଭିଜିଗଲି। ଟିକେ ପୋଛାପୋଛି ହେଲି, ଟିକେ ଶୁଖିଯାଇଛି। ଟିକେ ପାଣି ଟିକେ ପିଇଦେବା, ରାଇସ୍ ପାଣି। ପୁରା ଗରମ ଲାଗୁଛି, ଇଆଡ଼େ ଗୁଡ଼ୁଗୁଡ଼ି ହେଉଛି। ସକାଳୁ ଏପର୍ଯ୍ୟନ୍ତ ପୁରା ବର୍ଷା ବି ଟିକେ ବି ନାହିଁ, ଖାଲି ମେଘ ପାଗ କରୁଛି। ଦେଖିବା କେବେ ଆସୁଛି ବର୍ଷା। ତ କାମ ତ କରୁଛି, ବର୍ଷାକୁ ଅପେକ୍ଷା କରୁଛି। ଚାଲନ୍ତୁ ପୁରା କାମ ଦେଖିବା। ହେଲା ସାଙ୍ଗମାନେ ମୁଁ ସେନେ ଆପଣଙ୍କୁ ଆଉ ଗୋଟେ ଡେରେ ସ୍ୱାଗତ କରୁଛି। ତ ଦେଖିପାରୁଥିବେ ମୁଁ ବୋଇଛି ଟିଣ, ଗରା ବାଲ୍ଟି ଧରିଛି। ତ ଆଜି ମୋର ବାଇଗଣ ଲାଗିବ। ତ ମନ୍ଦା ଆମର କମ୍ପ୍ଲିଟ୍ ହେଇଯାଇଛି, ତ ଆଜିଠୁ ବାଇଗଣ ଲାଗିବ। ଦେଖିପାରୁଥିବେ ପଡ଼ିଆଟା ଆମର ପୁରା ପ୍ରସ୍ତୁତ ହେଇଯାଇଛି ପୁରା ସୁନ୍ଦର ଭାବରେ। ଆଉ ବାଇଗଣ ଲାଗିବ, ଯେହେତୁ ବାଇଗଣ ବି ହେଇଗଲାଣି ଆମର ତଳା। ତ ଚାଲନ୍ତୁ ମୁଁ ଦେଖେଇବି ତଳା କେମିତି ହେଇଛି। ଆଉ ନଈରୁ ପାଣି ବୋଇକରି ଢଳା ହେବ, ବର୍ଷା କିଛି ହେବ ନାହିଁ। ତ ଏଇଟା ଦେଖିପାରୁଥିବେ ମୋର ତଳାଟା କେତେ ସୁନ୍ଦର ହେଇଛି। ଆମର ପଡ଼ିଆ ସବୁ ହେଇଛି। ଆମର ପିମ୍ପିନାଶକ ଔଷଧ ଏଇଟା ପାୱାର ଷ୍ଟିଂଟା ଦିଆହେଲା। ତ ତାର ଉପରେ ଆମେ ଏଇ ଚାରାଟା ଦେବା, ଚାରାଟା ବୁଡ଼େଇବା କିଛି ସମୟ, ତାପରେ ଆମେ ଲଗେଇବା। ହେଇଗଲା ଆମର ଦିଆ ହେଇଛି। ତ ଆମର ଅଧଘଣ୍ଟା ପାଣିଟା ବୁଡ଼ା ହେବ, ତାପରେ ଏଟାକୁ କାଢ଼ିକି ବିଲରେ ଲଗାହେବ। ଚାଲନ୍ତୁ ଅଧଘଣ୍ଟା ଅପେକ୍ଷା କରିବା, ତାପରେ ଦେଖିବା ଆଗକୁ କାମ। ତ ବର୍ତ୍ତମାନ ଦେଖିପାରୁଥିବେ ମୋର ଚାରା ଦିଆହେଉଛି, ଆଉ ଏଠି ଲାଗିବ।
ମୁଁ ବହୁତ ଖୁସି କାହିଁକିନା ବର୍ଷା ହେଉଛି ତ ମୋ ବାଇଗଣ ପୁରା ବଢ଼ିଯିବ ଏଇନା। ବର୍ଷା ହେଉଛି ମାନେ ପାଣି ଢାଳିବାକୁ ପଡ଼ିବନି କାହିଁକିନା ନଈରୁ ପାଣି ବୋହିକି ଢାଳିଲା ବେଳକୁ କେତେ କଷ୍ଟ ଲାଗୁଛି ମୁଁ ହିଁ ଜାଣିଛି। ତ ବହୁତ ବହୁତ ଧନ୍ୟବାଦ ବର୍ଷାକୁ, ଆଉ ମୌସୁମୀକୁ ବି ଧନ୍ୟବାଦ ଦେଉଛି, ଆଉ ମେଘକୁ ବି ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୋ ବାଇଗଣ ଗଛ ବଞ୍ଚିଯିବ, ମୁଁ ଖୁସି ହେବି। ଆପଣମାନେ ଖୁସି ତ? କେତେ ଖୁସି ଆପଣମାନେ କମେଣ୍ଟ କରି ଜଣାଇବେ। ତ ଦେଖିପାରୁଥିବେ ବର୍ଷା ବର୍ଷା ହେଉଛି ନା ବିଲେଇ ଛୁଆଟା ପାଣି ହେଉଛି ନା ଅଧଘଣ୍ଟା ପାଖାପାଖି ବର୍ଷା ହେଲାଣି। ଫାଇନାଲ ଦେଖିପାରୁଥିବେ ଭାଇ କେମିତି ବର୍ଷା ହେଇ ଯୋଗୁଁ କେମିତି ଆମର କିଆରିଟା ପୁରା ଅଲଗା ପ୍ରକାର ଦିଶୁଛି। ତ ଏଇନା ବର୍ତ୍ତମାନ ତ କିଛି ବାଇଗଣ ଲାଗିଛି ଓ କିଛି ବାକି ଅଛି ବର୍ତ୍ତମାନ ଲଗେଇବା। ତ ଖରା ବି ନଈ ବି କେତେ ତଳ ଅଛି ଦେଖିପାରୁଥିବେ, ନଈଟା ରହୁଛି ତଳକୁ, ଆଉ କେତେ ଉଠାଣି ଦେଖ। ଏଇଟା ମାନେ ଏଇଠୁ ଯଦି ବୋହିକି ଜଣେ ଲୋକ ଆସିବ ତାର ବେଳା ଖରାପ ହେଇଯିବ। ଆଉ ପାଣି ହେଉଛି ସିଆଡ଼େ, ଏଇଟା ପାଣି ଆଗେ ଟିକେ ଉପରେ ଥିଲା ପାଣିଟା, ନା ଖରା ଦିନ ଯୋଗୁଁ ପୁରା ପାଣିଟା ତଳକୁ ପଡ଼ିଯାଇଛି। ଆଉ ବର୍ତ୍ତମାନ ଏଇଟା ଲାଗିବ ଟିକେ ଲାଗିବ, ଦେବା ଆଗେ ମନ୍ଦାର ଆଗେ ଦେବା ଏଇଭଳିଆ କରିକି। ଫାଇନାଲ ଆମର ହେଇଗଲା ବାଇଗଣ ରୁଆ। ତ ବର୍ତ୍ତମାନ ଟିକେ କୁସୁମ ଖାଇବା, ଆଉ ଯେତିକି ବାକି ଅଛି କାଲିକି ଲଗେଇବା ଆମର ବାଇଗଣ। କେତେ ବର୍ଷା ହେଉଛି ହେଲେ ବି ଗରମ ଜୋର, ବର୍ଷା ଏତେ ହେଉଛି ହେଲେ ବି ଜୋର ଗରମ ହେଉଛି, ଗୁଳୁଗୁଳି ହେଉଛି ଜୋର। ବର୍ଷା ହେଲା ଏମିତି ବି ଲାଗୁନି। ତ କୁସୁମ ଖାଇ ଦେଖିବା କେମିତି ମିଠା ଲାଗୁଛି ନା ଖଟା ଲାଗୁଛି। ଛୋଟିଆ ଗଛଟା ଉଠି ପାରିବି କି ନାହିଁ କେଜାଣି, ଯେହେତୁ ବର୍ଷା ହେଇଛି ଗଛ ବି ଖସଡ଼ା ହେଇଥିବ ଏଇନା। କାହିଁ କୁସୁମ, ହଁ କୁସୁମ କାହିଁ ଇଏରେ ସେ ଉପରେ ହେଇଗଲାନି, ଆଉ ନାହିଁ ସେତିକି। ଆସ କିଏ ଖାଇବ ବାରୁ କୁସୁମ। ଆମ ଆଡ଼େ ବାରୁ ଅଛି, କୁସୁମ ଅଛି। ଗୋଟେ ବେଳୁ ଶୋଇଛି ବର୍ତ୍ତମାନ ଉଠୁଛି, ଗୋଟେ ବେଳୁ ଶୋଇଛି ମୁଁ ବର୍ତ୍ତମାନ ଯାଇ ଉଠିଛି। ତ ମୁଁ ଭାବିଲି ସକାଳ ହେଇଗଲା ବୋଲି ଭାବୁଛି ମୁଁ। ତ ମୋବାଇଲ ଦେଖିଲା ବେଳକୁ 5ଟା ହେଇଛି, ଆଉ PM ଆମର ସକାଳେ ହେଇଥିଲେ AM ହେଇଥାନ୍ତା, କିନ୍ତୁ PM ହେଇଛି। ହଁ ମୁଁ କନଫ୍ୟୁଜ୍ ହେଇଯାଇଛି ପୁରା। ତ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ଆଉ ଥରେ ବଗିଚାକୁ ଆସିଛି, କାହିଁକିନା ବର୍ଷା ହେଉଥିଲା ତ କେମିତି ସବୁ ଗଛ କେମିତି ହେଇଛି ମୁଁ ଦେଖିବା ପାଇଁ ଆସିଛି। ତ ଗଛ ଗୁଡ଼ା ସବୁ ମୋର ପୁରା ଫିଟ୍ ଅଛି। ବର୍ଷା ହେଇଛି ମାନେ ସେ ଆଉ ପାଣି ପାଇଛି, ଆଉ
ମାନେ ଭଲ ଆଉ ଥରେ ଯେତିକି କହଣି ଥିଲା ମାନେ ଖରାର ଯେତିକି ତାର ନରମି ଥିଲା ସବୁ ଆଉ ଥରେ ହେଇଯାଇଛି ମାନେ ଠିଆ ହେଇଯାଇଛି ଦେଖିପାରୁଥିବ ସବୁଆଡ଼େ ଏଗୁଡ଼ା ସବୁ ଛୋଟିଆ ଛୋଟିଆ ଗଛ ସବୁ ହେଇଛି ତ ଆଉ ତ ପାଣି ଦେବାକୁ ପଡ଼ିବନି ବର୍ଷା ତ ସାଙ୍ଗମାନେ ମୁଁ ଘରକୁ ପଳେଇ ଆସିଲି ଦେଖିପାରୁଛି ଆମ ଘର ସବୁ ଏଗୁଡ଼ା ସବୁ ଆମ ଘର ତ ଭିଡ଼ିଓଟି କେମିତି ଲାଗିଲା ଭିଡ଼ିଓଟି ଆପଣଙ୍କୁ କମେଣ୍ଟ କରି ଜଣାଇବେ ଯଦି ଭିଡ଼ିଓ ଚ୍ୟାନେଲକୁ ନ ଆସିଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ଯଦି ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ଗୋଟେ ଲାଇକ୍ କରିବା ବର୍ତ୍ତମାନ ଏଣ୍ଡ କରୁଛି ତ ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣଙ୍କ ସହ ଦେଖା ହେବ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ରହିଲି ଜୟ ମାତା।